ସତରେ ଭାଇ ଗାଈ ଚରେଇବାର ମଜା ଟିକେ ଅଲଗା ପ୍ରକାର ଲାଗୁଛି। ବହୁତ ଫ୍ରି ମାଇଣ୍ଡ ଭାଇ, ନୋ ଡିପ୍ରେସନ ନୋ ଟେନସନ ଭାଇ, ପୁରା ଫ୍ରି ଲାଗୁଛି ଗାଇସ୍। ଆଉ ପାଠ ଆଉ ହ୍ୟାଲୋ ଗାଇସ୍, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ ଚ୍ୟାନେଲ। ପୁଣି ଥରେ ସ୍ୱାଗତ କରୁଛି, ମୁଁ ହେଉଛି ଆପଣଙ୍କର ପ୍ରିୟ ରାଉତ ବ୍ଲଗ। ତ ଫାଇନାଲି ଗାଇସ୍, ଆଜି ହଉଛି ସେକେଣ୍ଡ ଦିନ, ଗାଈ ଚରେଇବାର ସେକେଣ୍ଡ ଦିନ ହେଲା କି। ତ ଫାଇନାଲି ଗାଈ ଏପଟ ଆଣି ଆସିଛୁ ହେଲା କି। ଦେଖ ଏଇ ପଡିଆରେ ଟିକେ ଚରୁଛନ୍ତି ହେଲା କି। ଆଉ ଗତକାଲି ନା ଗାଇସ୍ ପ୍ରବଳ ବର୍ଷା ହେଇଯାଇଥିଲା, ତ ଟିକେ ଆଜି ବିଲବାରେ ଟିକେ ଚରି ନାଇଁ ପାରିଲେ। ବିଲବାରେ ଟିକେ ପ୍ରବଳ ପାଣି ବି ହେଇଯାଇଛି ହେଲା କି, ଆପଣ ମାନେ ଦେଖିପାରୁଥିବେ। ଦେଖ ସେପଟ ସେ ବିଲରେ ଦେଖା ହାଉଛି ନା ପାଣି। ତ ଗାଇସ୍ ଆଜି ମୁଁ ଦେଖେଇବି ଚାଲନ୍ତୁ, ଗାଇସ୍ ଦେଖେଇବି। ଆଉ ଗୋଟେ ବହୁତ ଭଲ ଜିନିଷ ହେଲାକି, ତ ଗାଇସ୍ ଆଜି ମୁଁ ଗାଈ ଗୋରୁ ଚରେଇବା ବେଳେ ନା, ମାନେ ଛତୁ, ମୁଁ ମାନେ ବଡ ଛତୁ, ମାନେ ବିଡ଼ନ ଛତୁ ଏମିତି କୁହନ୍ତି ନା, ସେ ମାନେ ମିଳିଯାଇଛି ହେଲା କି। ଆଉ ଦେଖ ମାନେ ଛୋଟ ଛୋଟ ହେଇଛି, ଦେଖ ଏପଟ ଦେଖେଇବି ଚାଲନ୍ତୁ ଦେଖିବା। ଏଇଟା ଦେଖ, ଏଇଟା ଗୋଟେ ଛତୁ ଦେଖ। ଫୋକସ କରୁନି କ୍ୟାମେରାଟା। ଏଇଟା ଦେଖ, ଏଇଟା ଗୋଟେ ଛତୁ। ଆଉ ଏପଟ ଭାଇ କଣ କହିବି, ଏପଟ ବାହାରି ପଡିଛି ହେଲା। ଇଆଡ଼େ ଦେଖ, ଏଇଆ ଭାଇ ଦେଖିପାରୁଛନ୍ତି ଏଇଆ ଭାଇ, ଛୋଟ ଛୋଟ ହେଇଛି ଭାଇ। ତ ଆଉ 2 ଦିନ ପରେ ବହୁତ ବଢିଆ ହବ। ଆଉ 2 ଦିନ ନାଇଁ, କାଲି ଟିକେ ଉଠି ପଡିବ। ତ କାଲି ତ ଭାଇ ହବ ନା, କାଲି ଟିକେ ତୁଣ ହବ। ଆଉ ଭାଇ ଗାଈ ଚରେଇଲା ଲୋକଙ୍କୁ ନା ଛତୁ ବି ମିଳୁଛି ହେଲା ଏପଟ। ଆଉ ଯାଇ ତ ନାଇଁ ଜଙ୍ଗଲକୁ ନା, ଏପଟ ମାନେ ପାଖାପାଖି ଏରିଆରେ ମିଳିଯାଇପାରେ। ଆଉ ଆହୁରି ଖୋଜା ଖୋଜି କଲେ ଢେର ସାରା ମିଳିବ। ଭାଇ ଦେଖିବା ଭାଇ, ଆଜି ମୋର ଭାଗ୍ୟ ବହୁତ ଭଲ ଭାଇ। ଏଇ ଛତୁ ଖାଇଲେ ବହୁତ ଭଲ ଲାଗେ ହେଲାକି। ଆଉ ଖଟା ସହିତ ଏମିତି ମିଶେଇ ମିଶାକି, କଇଁଆ ସହିତ ଯଦି ଆଚାର ସହିତ ମିଶେଇବ ତାହେଲେ ବହୁତ ଭଲ ଲାଗିବ। ସତରେ ଭାଇ ଗାଈ ଚରେଇବାର ମଜା ଟିକେ ଅଲଗା ପ୍ରକାର ଲାଗୁଛି। ବହୁତ ଫ୍ରି ମାଇଣ୍ଡ ଭାଇ, ନୋ ଡିପ୍ରେସନ ନୋ ଟେନସନ ଭାଇ, ପୁରା ଫ୍ରି ଲାଗୁଛି ଗାଇସ୍। ଆଉ ପାଠ ଆଉ ଛାଡ ସେ କଥା ଆମେ ଯିବାନି। ତ ଆଜି ଆମେ ବ୍ଲଗ ବନେଇବା ପାଇଁ ଆସିଛୁ। ଆଜି ମୋ ସେକେଣ୍ଡ ଭିଡିଓରେ ଆପଣ ମାନେ ପୁଣି ଥରେ ସ୍ୱାଗତ କରିଛି ହେଲା। ତ ଗାଇସ୍ ଆଜି ଆମେ ଯିମୁ, ଆଉ ଟିକେ ଆମେ ସେପଟ ନମୁ ହେଲା। ମଧୁଆ ଏଇଠି ଅଛନ୍ତି, ଆଉ ସେପଟ ଟିକେ ସେଇ ଜଙ୍ଗଲ ଦେଖାଯାଉଛି, ଆରପଟକୁ ଟିକେ ନେଇଗଲେ ଭଲସେ ଚରେଇମୁ। ଆରାମରେ ବସି କଥାବାର୍ତ୍ତା କରିବୁ ହେଲା ଗାଇସ୍। ତ ବଢିଆ, ଲାଷ୍ଟ ପର୍ଯ୍ୟନ୍ତ ଜଡିତ ହେବେ। ତ ଗାଇସ୍ ଫାଇନାଲି ମତେ ଗାଈ ଚରେଇବାର ଜବ୍ ମିଳିଯାଇଛି ଗାଇସ୍, ପୁରା ଫ୍ରିରେ ଗାଇସ୍। ଆଉ ଯୋଉମାନେ ବି ଆସିବା ପାଇଁ ଚାହୁଁଛ ଗାଇସ୍, ତ ଫ୍ରି ସବୁ, ପାଠ ପଢା ଟେନସନ ନାହିଁ। ପାଠ ପଢି ନାହିଁ ପଢିଲେ ବି ଚଳିବ। ଆଉ ନା ସାର୍ଟିଫିକେଟ ଦରକାର, ନା ବିନା ଫ୍ରିରେ ଭାଇ ଏଠି ମାନେ ଆଡମିସନ ହେଇପାରିବ ହେଲା କି। ଯୋଉମାନେ ଚରେଇବା ପାଇଁ ଯାଉଛ ହେଲାକି, ଆଉ ଯୋଉମାନେ ଇଛୁକ ଅଛନ୍ତି ଯଥା ଶୀଘ୍ର କମେଣ୍ଟ କରିଦିଅ, ଆଉ ତମମାନଙ୍କ ନମ୍ବର ଦେଇଦିଅ ହେଲା, କଲ କରିକି ମୁଁ ସେଟ କରିଦେବି ହେଲା। ତ ଗାଇସ୍ ଦେଖ, ଆଉ ଫାଇନାଲି ମୋ ବଡ ସହିତ ପୁଣି ଥରେ ଆମର ମିଳନ ହେଇଯାଇଛି। ମାନେ ଗତକାଲି ତ ଚରେଇଥିଲୁ, ତ ଆଜି ବି ଆମେ ଚରେଇବା ପାଇଁ ପଡୁଛି। ଆଉ ଆଜି ହଉଛି ଅନଲି ମାନେ ଗାଈଆନି ହେଲା। ବଟ ଆଜି ମା ଆଉ ଭାଉଜ ଛେଳି ମିଶିକି ମାନେ ଜଙ୍ଗଲକୁ ନେଇ ଯାଇଛନ୍ତି, କାଳେ ଛତୁ ଫତୁ ତାଙ୍କର ସିଆଡେ ପାଇବେ କଣ ଏମିତି କଣ ସେପଟ ଖାଇ ପିଇକି, ମାନେ ବର୍ଷା ଯଦି ପଳେଇ ଆସିବ ନା, ପେଟ ପୁରିବନି ଛେଳି ମାନଙ୍କର ବହୁତ ଅସୁବିଧା ହବ। ତେଣୁକରି ଜଙ୍ଗଲକୁ ଟିକେ ନେଇଯାଇଛନ୍ତି ହେଲାକି। ତ ଗାଇସ୍ ଜାଣିଛ, ଏଇନା ସେଇଠି ଗୋଟେ ଥିଲା, ଗୋଟେ ଗାଈଟା ଆମର ମାନେ ବାଛୁରୀ ଛୁଆଟା, ମାନେ ବଡୁ ତାଙ୍କର ହେଲାକି। ସେମାନେ ଦୌଡିକି ଏକାଥର ପଳେଇଲା। ମାନେ ଦେଖ ଘରଟା ହଉଛି ସେଇଠି, ଦେଖା ହଉଛି ଟିକେ ଟିକେ ଘର। ରୁହ ମୁଁ ଦେଖେଇ ଦଉଛି, ଦେଖ ଏଇଟା ଘରଟା ଆମର। ସେପଟୁ ମାନେ ଦୌଡିକି ପଳେଇଛି ହେଲାକି। ମାନେ ତାକୁ ଗଡକେଇଲି, ମାନେ ପାରିଲି ନାଇଁ ମାନେ ସେ ପୁରା ରୁନ୍ଧିକି ପଳେଇଲା ହେଲା। କାହିଁକି ନା ସେଇ ବାଛୁରୀ ଛୁଆର ତାର ମା ଟା ଆକ୍ଚୁଆଲି ତା ଗୋଡଟା ଭାଙ୍ଗି ଯାଇଛି, ସେ ଘରେ ରହିଛି ହେଲା। ଘରେ ରହିଛି ତ ମାନେ ମା କୁ ଦେଖିବା ପାଇଁ ସେ ବିହଡ ହେଇ ପଡିଛି ବୋଧେ ଆଉ। ବଡେ ମୁଁ ଆଉ ଗଟକେଇଲି ନାହିଁ, ଆଉ ମାନେ ଦୌଡିଲି ନାହିଁ, ଛାଡିଦେଲି ହେଲାକି ଗାଇସ୍। ଦେଖ ଭାଇ ଦେଖ ଏଇଠି ମୋ ସେଟପ୍ ଟା ରଖିଛି ଦେଖ, ମାଇକ୍ ଟା ତାର ଖୋଳପାଟା ଏଇଠି ରଖିଦେଇଛି। ତ ବଲଦ ଟା ଶୁଙ୍ଘି ରଖୁଛି ହେଲାକି, ଜାଣିପାରୁନି। ମୁଁ ଏପଟେ ମାଡି ଗୁଡା ଦେଇଛି, ମାଇକ୍ ଆଉଟେ ଅଛି। ମାନେ ମାଇକ୍ ଟା ଆଣିଛି ମୁଁ ଡବଲ ବାଲା ହେଲା କି, ସିଙ୍ଗଲ ବାଲା ଆଣିଥିଲେ ଆଣିଥାନ୍ତି, କିନ୍ତୁ ମାଇକ୍ ଡବଲ ବାଲା ଆଣି ଆସିଛି। କାରଣ ସେଟା ଏଇ ଚାର୍ଜ ସରିଗଲେ ସେଟା ମୁଁ ଆଉ ଗୋଟେ ୟୁଜ କରିପାରିବି। ତେଣୁକରି ମୁଁ ଆଣି ଆସିଲି ଦିଟା ହେଲା, ଡବଲ ବାଲା ଆଣି ଆସିଲି। ଆରେ ଭାଇ ସେ ଗଛରେ ଦେଖୁଛନ୍ତି ନା, ସେଇଟା ମାନେ ଚଡକ ମାରିକି ମାନେ ସେଇଟା ଶୁଖେଇ ଦେଇଛି ପୁରା ଗଛଟା ହେଲା। ଆଉ ଚଡକ ଏମିତି ଦେଇଦେଇଛି, ହେଲାନି ସେ ବହୁତ ଦିନ ହେଲା କି। ଆଉ ପୁରା ଶୁଖେଇ ଦେଇଛି ପୁରା ଚଡକ ମାରିକି। ଏପଟ ମାନେ ବର୍ଷାରେ ବି ଘଡଘଡି ଜୋରସୋର ମାରୁଥାଏ। ମୁଁ ତ ଝରକା ପାଖରେ ଶୋଇଥିଲିଁ ଗାଇସ୍ ହେଲା। ମାନେ ରାତିରେ ପ୍ରବଳ ବର୍ଷା ହେଲା, ଘଡଘଡି ସହ ବର୍ଷା ହେଲା। ମାନେ ମୋବାଇଲ ଟି ଚଲଉଥିଲି, ମାନେ ଏରୋପ୍ଲେନ ମୋଡ ଟା ଅନ୍ କରିଦେଇଥିଲି, ମାନେ ଅଫ୍ କରିଦେଇଥିଲି। ଆଉ ଘଡଘଡି ମାରିଲା ନା, ତାପରେ କଣ କରିବା, ମାନେ ବଡ ଡର ଲାଗିଲା, ପୁଣି ସୁଇଚ ଅଫ୍ କରିକି ରଖିଥିଲି ହେଲା। ତ କାଲିର ଘଟଣା ଟା ଯାହା ହେଇଥିବ ଗାଇସ୍। ହଁ ବେ ହଁ। ଭାଇ ହେମାନଙ୍କୁ ହ କହିଲେ ମାନେ ରହିଯିବ ହେଲା। ମାନେ ତାଙ୍କର ଗୋଟେ ୱାର୍ଡ ଟା, ମାନେ ହ କହିଲେ ସେମାନେ ଶୁଣି ପାରନ୍ତି ଇଏ ଆମ ଇଏ ମାନେ ବଡ ଯୋଉ ରାଗିଟା ହେଲା, ତାକୁ ଯେତେ ମଳୁଥିଲି ନା ପୁରା ଦୌଡିକି ପଳଉଛି ହେଲାକି। ମଳେ ମଳି ତ ଦିଏ ନାହିଁ ହେଲାକି। ଆଉ ଏଇଟା ହଉଛି ଆମ ମଳି ତ ଦି ଆମର ଏଇଟା।
ତା ନାଁଟା ସେ ଶୁଣେଇଲା ଦେଖ ମାନେ ସେ ଠିଆ ହେଇ ପଡିଗଲା ମାନେ ବହୁତ ମାନେ ସେ ଶାନ୍ତ ସରଳଟା କିନ୍ତୁ ତ ରାଗିଛି ହେଲେ ନା ବହୁତ ରାଗି ହେଲା ସେ ବହୁତ ରାଗି ମାନେ ତାକୁ କଣ କହିବୁ ମାନେ ଥରେ ଯଦି ଦୌଡିଛି ନା ଆଉ ତ ଲଙ୍ଗଡ ଭାଙ୍ଗିଦବ ତେଣୁକରି ତମେ ଲୁହା ଲଙ୍ଗଡ ଆଣି ଆସିଛୁ ହେଲା କି ଆଉ କାଠ ଲଙ୍ଗଡା ଥିଲା ଭାଙ୍ଗି ଦେଇଛି ଇଏ ଭାଙ୍ଗି ଦେଇଛି ହେଲା ଆଉ ଗୋଟେ ଅଣ୍ଡିଆଟା ସେଇଟା ସବୁ ଅଛି ହେଲା ଆଉ ଆମର 4ଟା ନା 6ଟା ଆକ୍ଚୁଆଲି ଆମର ଆଉ ବଲଦ 2ଟା ରଖିଛୁ ମାନେ ଦାମରିକା ଆଉ ହେଲା ଆରୁଗା ନାଇଁ 3ଟା ରଖିଛୁ ଆର ସବୁ ଗାଈଆ ହେଲା ଆଉ ମାଟା ଗୋଟେ ବାଛୁରୀ ଏମିତି ଅଛନ୍ତି ଆଉ 6ଟା ମିଶିକି ଆର ଯେତେ ସବୁ ଅଛନ୍ତି ସେ ସବୁ ଆମର ବଢୁ ତାଙ୍କର ହେଲା ତ ଗାଈ ଆଶା କରୁଛି ଭିଡିଓ ଟା ବହୁତ ଏଇ ସେକେଣ୍ଡ ବ୍ଲଗରେ ବହୁତ ଭଲ ଥିବ ଆଉ ଭଲ ହେଇଥିବ ଆଉ ଯଦି ଭିଡିଓ ଟା ଭଲ ଲାଗିଥିବ ନା ତ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି ଗାଇସ୍ ଆଉ ନେକ୍ସଟ ଭିଡିଓ ମୁଁ କାଲିକି ଆଣିବି ହେଲା କି ଗାଇସ୍ ଧନ୍ୟବାଦ ରଖୁଛି।